ତ ଆଜି ବଞ୍ଚାଇ ଦେଲେ କ୍ୟାପ୍ଟେନ୍ ସୂର୍ୟା ଆଉ ଭାରତକୁ ଜିତେଇ ଦେଲେ ୟୁଏସ୍ଏ ବିପକ୍ଷରେ, ସେଇଟା 29 ରନ୍ର ବ୍ୟବଧାନରେ। ତ ଟି20 ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଭାରତ ନିଜର ଖେଳୁଥିଲା ୟୁଏସ୍ଏ ବିପକ୍ଷରେ। ଆଜି ଏକା ଲଢ଼ିଲେ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ। ଭାରତ ଆଜି ପ୍ରଥମ ବ୍ୟାଟିଂ କରିକି ମାତ୍ର 77 ରନ୍ରେ ଏଣିକି 6ଟା ୱିକେଟ୍ ହରାଇ ଦେଇଥିଲା। କିନ୍ତୁ କ୍ୟାପ୍ଟେନ୍ ସୂର୍ୟା ମାତ୍ର 49 ବଲ୍ରେ 84 ରନ୍ର ଇନିଂସ୍ ଖେଳିଲେ ଆଉ ସେଇଠୁ ଭାରତକୁ ବଞ୍ଚାଇ ଦେଲେ। ମୁମ୍ବାଇର ୱାଙ୍ଖାଡ଼େରେ ଖେଳାଯାଉଥିଲା ଏହି ମୁକାବିଲା ଭାରତ ବନାମ ୟୁଏସ୍ଏ ମଧ୍ୟରେ। ୟୁଏସ୍ଏ କ୍ୟାପ୍ଟେନ୍ ମୋନାକ୍ ପଟେଲ ପ୍ରଥମେ ଟସ୍ ଜିତିଲେ ଆଉ ବୋଲିଂର ନିଷ୍ପତ୍ତି ନେଲା। ଓପେନର ଅଭିଷେକ ଶର୍ମା ଆଜି ଖାତା ବି ଖୋଲି ପାରିଲେନି ଆଉ ବିନା ଖାତା ଖୋଲି ଆଉଟ୍ ହେଲେ ଅଭିଷେକ। ବ୍ୟାଟିଂ ପାୱାର ପ୍ଲେର ଅନ୍ତିମ ଓଭରରେ ଯେମିତି ୱିକେଟ୍ର ଛଡ଼ି ଲାଗିଗଲା। ଭାରତ 45 ରନ୍ରେ ଗୋଟେ ପରେ ଗୋଟେ ୱିକେଟ୍ ହରାଇ ଚାଲିଲା। ମାତ୍ର 5 ରନ୍ରେ 3ଟା ୱିକେଟ୍ ପଡ଼ିଲା ଭାରତର। ଏଣିକି ୟୁଏସ୍ଏ ବୋଲର ଭାନ୍ ସ୍ୱାଲିକ୍ ଆସିକି 3ଟା ୱିକେଟ୍ ନେଇଗଲେ ଗୋଟିଏ ଓଭରରେ। ଇଶାନ କିଶନ 20 ରନ୍ କରିକି ଏଇଠି ଆଉଟ୍ ହେଲେ ଆଉ ତିଲକ ବର୍ମା ବି 25 ରନ୍ କରିକି ଆଉଟ୍ ହେଲେ ଆଉ ଶିବମ ଦୁବେ ତ ଖାତା ବି ଖୋଲି ପାରିଲେନି। ତ ୟୁଏସ୍ଏ ଯେମିତି ବୋଲିଂ କରୁଥିଲା ସେମିତି ତାଗଡ଼ା ଫିଲ୍ଡିଂ ମଧ୍ୟ କରୁଥିଲା। ଏଣିକି ଭାରତୀୟ ବ୍ୟାଟର୍ସମାନଙ୍କୁ ବାନ୍ଧି ଦେଇଥିଲେ ୟୁଏସ୍ଏର ବୋଲର୍ସ ଆଉ ଫିଲ୍ଡର୍ସ ମାନେ। କିନ୍ତୁ କ୍ୟାପ୍ଟେନ୍ ସୂର୍ୟା ନିଜେ ନିଜେ ଗୋଟେ ଗ୍ୟାପ୍ ବାହାର କରି ଚୌକା ଲଗାଉଥିଲେ। ଅନ୍ୟ ଆଡ଼ୁ କିନ୍ତୁ କାହାର ସାଥ ମିଳୁନଥିଲା କ୍ୟାପ୍ଟେନ୍ ସୂର୍ୟାକୁ। ରିଙ୍କୁ ସିଂ ଆସିଲେ କିନ୍ତୁ ମାତ୍ର 6 ରନ୍ କରିକି ଆଉଟ୍ ହେଲେ। ହାର୍ଦ୍ଦିକ ପାଣ୍ଡ୍ୟା ତ 5 ରନ୍ କରିକି ଆଉଟ୍ ହେଇକି ପାଭିଲିୟନ୍ ଗଲେ। ଭାରତ 77 ରନ୍ରେ 6ଟା ୱିକେଟ୍ ହରାଇ ବସିଲା। ଏଣିକି ମାତ୍ର 13 ଓଭରରେ ସୂର୍ଯ୍ୟକୁମାର ଯାଦବ ଏକା ଛିଡ଼ା ହୋଇଥିଲେ ଭାରତକୁ ବଞ୍ଚାଇବା ପାଇଁ। ଏବେ ୟୁଏସ୍ଏ ଦଳ ଭାବିଦେଲା ଯେ ଭାରତକୁ 100 ରନ୍ ଭିତରେ ଅଲ୍ ଆଉଟ୍ କରିଦେବ। କିନ୍ତୁ ପିକ୍ଚର ଏ ବାକି ଥିଲା। କ୍ୟାପ୍ଟେନ୍ ସୂର୍ୟା ଇନିଂସକୁ ଗତି ଦେଉଥିଲେ। କ୍ୟାପ୍ଟେନ୍ ସୂର୍ୟା ପୁରା ଚଟାଣ ଭଳି ଛିଡ଼ା ହୋଇଥିଲେ ୟୁଏସ୍ଏ ବିପକ୍ଷରେ। ଅନ୍ୟ ଆଡ଼େ ଅକ୍ଷର ପଟେଲ 2ଟା ଚୌକା ଲଗାଇଦେଲେ ସୌରଭ ନେତ୍ରଭଲକରକୁ 16ତମ ଓଭରରେ। ଭାରତ 16 ଓଭରରେ 104 ରନ୍ରେ ପହଞ୍ଚି ଯାଇଥିଲା 6 ୱିକେଟ୍ ହରାଇ। 16 ଓଭର ଚାଲିଥାଏ କିନ୍ତୁ 16 ଓଭର ସରିବା ପୂର୍ବରୁ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ବି ଧୋଇଦେଲେ ସୌରଭ ନେତ୍ରଭଲକରକୁ ଆଉ ଗୋଟିଏ ଚୌକା ଆଉ ଗୋଟେ ଛକା ମାରିଦେଲେ। ଏଣିକି ବଡ଼ ଓଭର ଆସିଲା 16ତମ ଓଭର। ଏଣିକି କ୍ରିଜ୍ ଭିତରେ ଘୁରି ଘୁରି ମାରୁଥିଲେ କ୍ୟାପ୍ଟେନ୍ ସୂର୍ୟା। କିନ୍ତୁ ୟା ପର ଓଭରରେ ଅକ୍ଷର ପଟେଲ ଆଉଟ୍ ହୋଇଗଲେ ମାତ୍ର 14 ରନ୍ କରିକି। ଭାରତ 7ଟା ୱିକେଟ୍ ହରାଇ ବସିଲା। କିନ୍ତୁ ଅର୍ଷଦୀପ ସିଂ ଆସିକି ପ୍ରଥମ ବଲ୍ରେ ଚୌକା ଲଗାଇଦେଲେ। ଏବେ କ୍ୟାପ୍ଟେନ୍ ସୂର୍ୟାଙ୍କୁ ଷ୍ଟ୍ରାଇକ୍ ଦେବାର ଥିଲା। ଭାରତକୁ 150 ରନ୍ ପର୍ଯ୍ୟନ୍ତ ପହଞ୍ଚାଇବାର ଥିଲା କ୍ୟାପ୍ଟେନ୍ ସୂର୍ୟାକୁ। କିନ୍ତୁ କ୍ୟାପ୍ଟେନ୍ ସୂର୍ୟାଙ୍କର ଲକ୍ଷ୍ୟ ବଡ଼ ଥିଲା। କ୍ୟାପ୍ଟେନ୍ ସୂର୍ୟା ଚୌକା ଲଗାଇକି ନିଜର ଅର୍ଦ୍ଧଶତକ ସମ୍ପୂର୍ଣ୍ଣ କଲେ ମାତ୍ର 36 ବଲ୍ରେ। କ୍ୟାପ୍ଟେନ୍ ସୂର୍ୟାଙ୍କ ଇନିଂସ୍ ପାଇଁ ପୁରା ଭାରତ ଡଗଆଉଟ୍ ଖୁସି ଥିଲା ଆଉ ତାଙ୍କ ପାଇଁ ଛିଡ଼ା ହୋଇକି ତାଳି ମାରୁଥିଲା ପୁରା ଭାରତ ଡଗଆଉଟ୍। କ୍ୟାପ୍ଟେନ୍ ନିରାଶ କଲେ ନାହିଁ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ। ଏବେ ଯିଏ ଆସିଲା ତାକୁ ଚୌକା ଛକା ଲଗାଉଥିଲେ କ୍ୟାପ୍ଟେନ୍ ସୂର୍ୟା ଆଉ ଭାରତ ଇନିଂସକୁ ଆଗକୁ ନେଉଥିଲେ। ଅର୍ଷଦୀପ ସିଂ ଆଉଟ୍ ହୋଇଗଲେ ଏବେ 4 ରନ୍ କରିକି। ଭାରତ 140 ରନ୍ରେ 8ଟା ୱିକେଟ୍ ହରାଇ ବସିଲା। ଏବେ ଅନ୍ତିମ ଓଭରକୁ ମ୍ୟାଚ୍ ପଡ଼ିଲା। କ୍ୟାପ୍ଟେନ୍ ସୂର୍ୟା ପ୍ରଥମ 2 ବଲ୍ରେ ଗୋଟେ ଚୌକା ଆଉ ଗୋଟେ ଛକା ଲଗାଇଦେଲେ ଅନ୍ତିମ ଓଭରରେ। ଭାରତ ସ୍କୋରକୁ 150 ରନ୍ ପାର କଲେ ଆଉ ତୃତୀୟ ବଲ୍ରେ ଲଗାଇଦେଲେ ଛକା। ଶେଷ 3 ବଲ୍ରେ ଛକା, ଡଟ୍ ବଲ୍ ଆଉ ଗୋଟେ ସିଙ୍ଗିଲ୍ ନେଲେ କ୍ୟାପ୍ଟେନ୍ ସୂର୍ୟା ଆଉ ସୌରଭ ନେତ୍ରଭଲକରକୁ ଅନ୍ତିମ ଓଭରରେ 21 ରନ୍ ମାରିଦେଲେ କ୍ୟାପ୍ଟେନ୍ ସୂର୍ୟା ଆଉ ଭାରତ ଇନିଂସକୁ 161 ରନ୍ରେ ନେଇକି ପହଞ୍ଚାଇଥିଲେ କ୍ୟାପ୍ଟେନ୍ ସୂର୍ୟା। ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 10ଟା ଚୌକା 4ଟା ଛକା ମାରିଥିଲେ ସୂର୍ୟା ନିଜ ଇନିଂସରେ ଆଉ 49 ବଲ୍ରେ 84 ରନ୍ କରି ନଟ୍ ଆଉଟ୍ ମଧ୍ୟ ଗଲେ। ଯେଉଁଠି ବାକି ବ୍ୟାଟ୍ସମ୍ୟାନ୍ ମାନେ ମିଶିକି ମାତ୍ର 74 ରନ୍ କରିଥିଲେ ସେଇଠି କ୍ୟାପ୍ଟେନ୍ ସୂର୍ୟା ଏକଲା 84 ରନ୍ କରିଦେଲେ ଆଉ ଭାରତ ପାଇଁ ସଙ୍କଟମୋଚକ ସାଜିଗଲେ ଆଉ ହିରୋ ବନିଗଲେ କ୍ୟାପ୍ଟେନ୍ ସୂର୍ୟା। ଭାରତ ପାଇଁ ଲଢ଼ୁଆ ଟୋଟାଲ୍ ଛିଡ଼ା କଲେ ସୂର୍ଯ୍ୟକୁମାର ଯାଦବ, ଯେଉଁଥିପାଇଁ ବୋଲର୍ସମାନଙ୍କୁ ଡିଫେଣ୍ଡ କରିବା ପାଇଁ ସୁବିଧା ହେବ। ବ୍ୟାଟିଂ କାମ ସରିଲା। ୟୁଏସ୍ଏ ଆଗରେ ଟାର୍ଗେଟ୍ ରହିଲା 162 ରନ୍ ନିର୍ଦ୍ଧାରିତ 20 ଓଭରରେ। ଆଜି ବୁମରା ଖେଳୁନଥିଲେ, ବିଶ୍ରାମ ନେଉଥିଲେ। କିନ୍ତୁ ମହମ୍ମଦ ସିରାଜ କମ୍ବ୍ୟାକ୍ କରିଥିଲେ ଟି20 ବିଶ୍ୱକପ୍ରେ। କାରଣ ହର୍ଷିତ ରାଣା ଇଞ୍ଜୋର୍ଡ ଅଛନ୍ତି ଆଉ ବିଶ୍ୱକପ୍ରୁ ବାହାରି ଯାଇଛନ୍ତି। ତ ମହମ୍ମଦ ସିରାଜକୁ ହର୍ଷିତ ଜାଗାରେ ଡକା ହେଇଛି। ମହମ୍ମଦ ସିରାଜ ଆସିକି ନିଜ କାମ କରିଦେଲେ ଆଉ ପ୍ରଥମ ୱିକେଟ୍ ନେଇଗଲେ ୟୁଏସ୍ଏର। ମହମ୍ମଦ ସିରାଜ ଆଉ ଅର୍ଷଦୀପ ସିଂଙ୍କ ବୋଲିଂ ଆଗରେ ୟୁଏସ୍ଏ ଧ୍ୱସ୍ତ ହେଲା। ମାତ୍ର 13 ରନ୍ରେ 3ଟା ୱିକେଟ୍ ପଡ଼ିଲା ୟୁଏସ୍ଏର। ଅର୍ଷଦୀପ ସିଂ ଗୋଟେ ୱିକେଟ୍ ନେଇଗଲେ ଆଉ ମହମ୍ମଦ ସିରାଜଙ୍କ ଖାତାରେ ଆସିଲା 2ଟା। ତ ଅର୍ଷଦୀପ ସିଂ ତ କ୍ୟାପ୍ଟେନ୍ ମୋନାକ୍ ପଟେଲକୁ ଖାତା ବି ଖୋଲିବାକୁ ଦେଲେ ନାହିଁ। ମୋନାକ୍ ପଟେଲ ବିନା ଖାତା ଖୋଲି ଆଉଟ୍ ହେଲେ। ୟୁଏସ୍ଏ ପୁରା ବ୍ୟାକ୍ଫୁଟ୍ରେ ଥିଲା ଆଉ ମାତ୍ର 6 ଓଭରରେ 31 ରନ୍ରେ 3ଟା ୱିକେଟ୍ ହରାଇ ସାରିଥିଲା। ଭାରତ ବୋଲର୍ସଙ୍କ ଦବଦବା ପଳାଇ ଆସିଥିଲା। ଶେଷରେ ଚତୁର୍ଥ ୱିକେଟ୍ ଆସିଲା ବରୁଣ ଚକ୍ରବର୍ତ୍ତୀ ଓଭରରେ। ବରୁଣ ଚକ୍ରବର୍ତ୍ତୀ ୟୁଏସ୍ଏ ବ୍ୟାଟ୍ସମ୍ୟାନକୁ ଷ୍ଟମ୍ପ ଆଉଟ୍ କରିଦେଲେ। ଇଶାନ କିଶନ ଗୋଟେ ଦମଦାର ଷ୍ଟମ୍ପିଂ କରି ଏହି ୱିକେଟ୍ ନେଲେ ଆଉ ଭାରତ ନିଜର ଚତୁର୍ଥ ୱିକେଟ୍ ନେଇଗଲା 12ତମ ଓଭରରେ 71 ରନ୍ରେ। ଏବେ ଆହୁରି 48 ବଲ୍ରେ 91 ରନ୍ ଦରକାର ଥିଲା ୟୁଏସ୍ଏକୁ ଆଉ 16ତମ ଓଭରରେ ଅକ୍ଷର ପଟେଲଙ୍କ ଜଲୱା ଦେଖିବାକୁ ମିଳିଲା। ଲଗାତାର 2ଟା ୱିକେଟ୍ ନେଇଗଲେ ଅକ୍ଷର ପଟେଲ 16ତମ ଓଭରରେ ଆଉ ହ୍ୟାଟ୍ରିକ୍ ବଲ୍ରେ ଥିଲେ ଅକ୍ଷର। ସେମିତି ବି ୱେଷ୍ଟଇଣ୍ଡିଜ୍ର ରୋମାରିଓ ସେଫର୍ଡ ପ୍ରଥମ ହ୍ୟାଟ୍ରିକ୍ ନେଇସାରିଛନ୍ତି ଟି20 ବିଶ୍ୱକପ୍ର 2026ରେ ଆଜି ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ। ଏବେ ସୁବର୍ଣ୍ଣ ଅବସର ଥିଲା ଅକ୍ଷର ପଟେଲ ପାଖରେ ଦ୍ୱିତୀୟ ହ୍ୟାଟ୍ରିକ୍ ନେବା ପାଇଁ ଟି20 ବିଶ୍ୱକପ୍ର। କିନ୍ତୁ ଅକ୍ଷର ପଟେଲ ଏହା ନେବାରେ ବିଫଳ ହେଲେ। ଭାରତ ହାତରେ ସମ୍ପୂର୍ଣ୍ଣ ମ୍ୟାଚ୍ ପଳାଇ ଆସିଥିଲା। ଏବେ 58 ରନ୍ ଦରକାର ଥିଲା 18 ବଲ୍ରେ ୟୁଏସ୍ଏକୁ ମ୍ୟାଚ୍ ଜିତିବା ପାଇଁ। ୱିକେଟ୍ 6ଟା ପଡ଼ିଥିଲା ୟୁଏସ୍ଏର। ଏବେ ଷ୍ଟ୍ରାଇକ୍ ବୋଲର ଅର୍ଷଦୀପ ସିଂ ପଳାଇ ଆସିଲେ ନିଜର ଶେଷ ଓଭରରେ ବୋଲିଂ କରିବା ପାଇଁ। ଅର୍ଷଦୀପ ସିଂ ନେଇଗଲେ ଆଉ ଗୋଟେ ୱିକେଟ୍ ନିଜର ଶେଷ ଓଭରରେ। ୟୁଏସ୍ଏ 110 ରନ୍ରେ ନିଜର 7 ୱିକେଟ୍ ହରାଇ ବସିଲା। ଅର୍ଷଦୀପ ସିଂ ନିଜର ଓଭର ଶେଷ କଲେ। ଶେଷ ଓଭରକୁ ମ୍ୟାଚ୍ ପଡ଼ିଥିଲା କିନ୍ତୁ ମ୍ୟାଚ୍ ଶେଷ ଥିଲା ଏବେ। କାରଣ 5 ବଲ୍ରେ 37 ରନ୍ ଦରକାର ଥିଲା ୟୁଏସ୍ଏକୁ ମ୍ୟାଚ୍ ଜିତିବା ପାଇଁ। ଏବେ ଅସମ୍ଭବ ଲାଗୁଥିଲା ୟୁଏସ୍ଏକୁ ଏହି ମ୍ୟାଚ୍ ଜିତିବା ପାଇଁ।
ଏଣିକି ମହମ୍ମଦ ସିରାଜ ଶେଷ ବଲ୍ରେ ଆଉ ଗୋଟେ ୱିକେଟ୍ ନେଇଗଲେ। ଆଉ ୟୁଏସ୍ଏ ଦଳ 132 ରନ୍ରେ ରହିଗଲା 8 ୱିକେଟ୍ ହରାଇ। ଆଉ ଭାରତ 29 ରନ୍ରେ ମ୍ୟାଚ୍ ଜିତିଲା। ସୂର୍ଯ୍ୟକୁମାର ୟାଦବଙ୍କ ସେହି 49 ବଲ୍ର 84 ରନ୍ର ଇନିଂସ ପାଇଁ ଭାରତ ସମ୍ମାନଜନକ ଟୋଟାଲରେ ପହଞ୍ଚି ପାରିଲା ଆଉ ରନ୍ ଡିଫେଣ୍ଡ କରିପାରିଲା। ଆମ ଭାରତ ବୋଲର୍ସମାନେ ବି ତାଗଡ଼ା ବୋଲିଂ କଲେ। ଅର୍ଷଦୀପ ସିଂ 2ଟା ୱିକେଟ୍ ନେଲେ, ମହମ୍ମଦ ସିରାଜ 3ଟା, ଆଉ ବରୁଣ ଚକ୍ରବର୍ତ୍ତୀ 1, ଅକ୍ଷର ପଟେଲ 2ଟା। ସୂର୍ଯ୍ୟକୁମାର ୟାଦବ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଲେ ନିଜର ସଙ୍କଟମୋଚକ ଇନିଂସ ପାଇଁ। ଆପଣମାନେ ମଧ୍ୟ କ୍ୟାପ୍ଟେନ୍ ସୂର୍ଯ୍ୟାଙ୍କ ଇନିଂସ ପାଇଁ ନିଜ ମନ୍ତବ୍ୟ ଦେବାକୁ ଭୁଲିବେ ନାହିଁ। ଆଉ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।